ଚଳିତ ବର୍ଷ କାଣି ଖରସ୍ରୋତାରେ ଲଗାଣ ବର୍ଷା କାରଣରୁ ବନ୍ୟା ଆସିବା କାରଣରୁ ଏଥର ଆମେ ଦେଖିବାକୁ ପାଉଛୁ କି ଆମ ଆଳି ବ୍ଲକର ଯିଏକି 10 ପଞ୍ଚାୟତ କୁହାଯାଉଥିବା ଧୋୟା ଅଞ୍ଚଳ ବର୍ତ୍ତମାନ ଜଳମଗ୍ନ ଅଛି। ଆପଣ ଦେଖିପାରୁଥିବେ ମାନପୁର ଗୋବିନ୍ଦପୁର ରାସ୍ତା ଘୋଷରା ଏକ ପ୍ରକାର ଯାତାୟାତ ଠପ୍ ହୋଇଯାଇଛି। ତ ଏ ସମ୍ପର୍କରେ ଆମେ ଦେଖିବାକୁ ପାଇଲୁ କି ଯେହେତୁ ଗ୍ରାଉଣ୍ଡ ଜିରୋରେ ଆମେ ଅଛୁ ବର୍ତ୍ତମାନ କି ସମ୍ପୂର୍ଣ୍ଣ ଜଳମଗ୍ନ ହେଇଛି, ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଧୋୟା ଅଞ୍ଚଳ ଏବଂ ଆଳି ବ୍ଲକର ବିଭିନ୍ନ ପଞ୍ଚାୟତ ଯିଏକି ରିଙ୍ଗ ବନ୍ଧରେ ଯାଉଥିବା ସେ ସମସ୍ତ ପଞ୍ଚାୟତ ବର୍ତ୍ତମାନ ଜଳମଗ୍ନ ହୋଇଛି। ରିଙ୍ଗ ବନ୍ଧର ଆଖପାଖ ବିଭିନ୍ନ କିଛି କିଛି ପଞ୍ଚାୟତ ଯେ ଗାଁ ଗହଳି ଜଳମଗ୍ନ ହେଇଛି। ଆମେ ଅଛୁ ଏବେ ମାନପୁର ଘୋଷରା ନିକଟରେ। ଏଠି କଥା ହେବା କିଛି ଅଛନ୍ତି ଯିଏକି ଯାତ୍ରୀ ଅଛନ୍ତି, ତାଙ୍କ ସହିତ କଥା ହେବା କଣ କେମିତି ସମସ୍ୟା ରହିଛି କଣ କହିବେ? ଆପଣଙ୍କ ଘରଟା କୋଉଠି? ଆମ ଘର ଏ ପାଖରେ, ଆମ ଘର ମାନପୁର। ଆଉ ଆମେ ତ ଏ ପାଣି ଘେରରେ ତ ଆମ ଜୀବନ ସାରା ଆମେ ରହିଯାଉଛୁ। ଏ ପାଣି ନାଇକି ଆମେ ଯାତାୟାତ କରିପାରୁନୁ। ଏ ପାଣିରେ ପଶିକିନି ଯିବା ଆସିବା ଦୋକାନ ସୁଧା ଭଲ ମନ୍ଦ ଆମେ କରୁଛୁ। ଆଉ କେତେ ଦିନ ହେଲାଣି ପାଣି ହେଇଛି? ପାଣି 3 ଦିନ ହେଇଗଲା। ଏପର୍ଯ୍ୟନ୍ତ ପ୍ରଶାସନ ଦେଖା କୌଣସି ପ୍ରଶାସନରେ କେହି ଆସିକିନି କିଛି ନାହିଁ। ଶୁଖିଲା ଖାଦ୍ୟ କାହିଁ ନା ପାଣି ଟୋପେ ନାହିଁ। ଆଉ ଆଜି ଆସିଥିଲେ ସକାଳେ ଥଣ୍ଡା ମେଡିସିନ ଗଭର୍ଣ୍ଣମେଣ୍ଟ ତରଫରୁ ଦେଇଛନ୍ତି, ଓଆରଏସ୍ ଦେଇଛନ୍ତି, ପାଉଡର ପାଣି ଏସବୁ ଦେଇଛନ୍ତି ଆମକୁ। ଆ ବ୍ୟତୀତ ଆମେ ଆଉ ସରକାରର ସହାୟତା କିଛି ପାଆନ୍ତେ 3 ଦିନ ହେଲା ଆମେ ଆଉ କିଛି ପାଇନି। ଦେଖିପାରୁଥିବେ ଆପଣ ଯେମିତି ଆମେ ଗ୍ରାଉଣ୍ଡ ଜିରୋରେ ଅଛୁ ବର୍ତ୍ତମାନ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ, ଯେ କି ସେମାନଙ୍କ କହିବା ମୁତାବକ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି କୌଣସି ରାଜନେତା ହଉ ଏପର୍ଯ୍ୟନ୍ତ ଯୋଉ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ପହଞ୍ଚି ନାହାନ୍ତି। ଆମ ପାଖରେ ଆଉ ଜଣେ ଅଛନ୍ତି, ତାଙ୍କ ସହିତ କଥା ହେବା। କଣ କହିବେ ଭାଇ, ଆପଣଙ୍କ ନାଁଟା କହିବେ? ଆଉ ପାଣି ବନ୍ୟା ତ ଆମକୁ 4 ପିଟି ଅଛି, ଢିଏ 4 ପିଟି, ଆମେ କୁଆଡେ ଯାଇ ଯିବା ଆସିବା କରିପାରୁନୁ। ଆଉ ପ୍ରତିବର୍ଷ ବନ୍ୟା ଆସେ, ବନ୍ୟା ଆସିଲେ କଣ ଆପଣଙ୍କ ପାଇଁ ଅଭିଶାପ ପାଲଟେ? ଆଉ କଣ କରିବା, କହିବୁ ନା। ବନ୍ୟା ତ 4 ପିଟି ଲାଗିଛି, ଆମେ ଯିବା ଆସିବା କରିପାରୁନୁ। ଆଉ ପ୍ରତିବର୍ଷ ତ ହଉଛି। ଆଉ କଣ ସମସ୍ୟା ସବୁ ଦେଖାଦିଏ? ସମସ୍ୟା ତ ଦୁଃଖରେ ରହିଛୁ। ଆଉ ଏପର୍ଯ୍ୟନ୍ତ ରିଲିଫ ନା କିଛି ପହଞ୍ଚିନି। କଣ ପ୍ରଶାସନକୁ ନିବେଦନ କରିବେ? ପ୍ରଶାସନ ଯାହା ତାଙ୍କର କରିବେ, ଆମେ କଣ କରିବୁ? ଆଉ ଆମ କତିକି ଆଇଲେ ଆମେ ପାଇବୁ। ନେତା ଆସନ୍ତି, ଭୋଟ ବେଳେ ନେତା ଆସନ୍ତି, କିନ୍ତୁ ବର୍ତ୍ତମାନ କିନ୍ତୁ କେହି ଦେଖିବାକୁ ପାଉନୁ। ତାଙ୍କୁ ଦିଅ, ସେ କୁହନ୍ତୁ, ଦିଅ, ସେ ଭଲ କରିବେ। ଦେଖାଦିଏନି, କିନ୍ତୁ କୌଣସି ନିର୍ବାଚନ ସଭା କୁହନ୍ତୁ କି ଅନ୍ୟ କୌଣସି କାର୍ଯ୍ୟକ୍ରମ ନେତାଙ୍କୁ ଦେଖା ମିଳେ। ଆମେ ମଉସା କଣ କହିବେ, ବନ୍ୟା ସମୟରେ ନେତାଙ୍କୁ ଦେଖା ମିଳେନି? ନା, ବନ୍ୟା ସମୟରେ ଦେଖା ମିଳେନି। ଖାଲି ଭୋଟ ଯେତେବେଳେ ଆସିବ ପହଞ୍ଚିବ, ନେତା ତ ଦଳ ଦଳ। ଆଉ ଏବେ କାହାରି ଦର୍ଶନ ବି ନାହିଁ। କେତେ ଅସୁବିଧାର ସମ୍ମୁଖୀନ ମାନେ ଏମିତି ଅସୁବିଧାର ସମ୍ମୁଖୀନ ହେଇଛି, ନାଇଁ ନଥିବା କଥା। ସାପ ବେଙ୍ଗର ଭୟ ରହିଛି, ସାପ ବେଙ୍ଗର ଭୟ ରହିଛି। କୁମ୍ଭୀର ଆଉଛି, ବାରହା ଆମ ଆଉ ଠାବ ନାହିଁ। କୁମ୍ଭୀର ବି ଆମ ଦୁଆର ମୁହଁରେ ଦେଖା ଦଉଛି। ଆମେ ଆଉ କଣ କରିବୁ? ଏରକମ ଜଳ ଭିତରେ ପଡିକି ରହିଛୁ। ଆଉ ରାସ୍ତାଘାଟ ବି ହାଇଟ୍ କରୁନାହାନ୍ତି, ଖୁବ୍ କମରେ ଆମକୁ ଇଏ କରିଛନ୍ତି। ପାଣି ଅଳ୍ପ ହେଲା ବେଳକୁ ଆମେ ପାଣି ଘେରରେ ରହିଛୁ। ଆପଣ ତ ଦେଖୁଛନ୍ତି, ଆମେ ଆଉ ଆପଣଙ୍କୁ କଣ ଇଏ କରିବୁ? ଦେଖୁଥିବେ ଆପଣ, ଯେମିତି ବନ୍ୟା ଆସିଲେ କାହାରି ଦେଖା ମିଳେନି, ରାଜନେତାଙ୍କ ଦେଖା ମିଳେନି, କିନ୍ତୁ ଏଠି ଦୁର୍ଦ୍ଦଶାରେ ଅଛନ୍ତି। ଆମ କ୍ୟାମେରା ପର୍ସନକୁ କହିବି ଦେଖେଇବେ ଯେ କି ଦେଖନ୍ତୁ, ଯେମିତି ବାହ୍ୟ ଜଗତରୁ ଆମର ବିଚ୍ଛିନ୍ନ ରହିଛି ଧୋୟା ଅଞ୍ଚଳ 10 ପଞ୍ଚାୟତ କହୁଥିବା, ଏଠି ପଦିନପାଳ କୁହନ୍ତୁ କି ଅନ୍ୟ ଧୋୟା ଅଞ୍ଚଳର ଯେକୌଣସି ପଞ୍ଚାୟତ କୁହନ୍ତୁ, ଏଠି ବାହ୍ୟ ଜଗତ ବିଚ୍ଛିନ୍ନ ରହିଛି। ଆପଣ ଦେଖିଥିବେ ଛୋଟ ଶିଶୁକୁ ମଧ୍ୟ ରହିଛନ୍ତି, ଏମାନେ ପାଣିର ମଜା ନେଉଛନ୍ତି ମଧ୍ୟ। ତ ଏଠି ଘର ମଧ୍ୟ ପାଣି ଘରରେ ରହିଛି। ଏମାନଙ୍କର ଏପର୍ଯ୍ୟନ୍ତ ଶୁଖିଲା ଖାଦ୍ୟ ପହଞ୍ଚିନି କି ପ୍ରଶାସନ ମଧ୍ୟ ଦେଖା ନାହିଁ। ଆମ ପାଖରେ ଆଉ ଜଣେ ଅଛନ୍ତି, ଆମେ କହିବୁ କ୍ୟାମେରା ପର୍ସନକୁ ଶୁଣିବେ କି କଣ କହିବେ। ବର୍ତ୍ତମାନ ବନ୍ୟା ଆସିଛି, 3 ଦିନ ହେଲାଣି ବନ୍ୟା ଆସିଛି, କିନ୍ତୁ ଏପର୍ଯ୍ୟନ୍ତ କଣ ଆପଣ ଅସୁବିଧାର ସମ୍ମୁଖୀନ ହଉଛନ୍ତି? ଦେଖନ୍ତୁ, ବନ୍ୟା 3 ଦିନ ହେଲାଣି ଆସିଲାଣି, 3 ଦିନ ହେଲାଣି ଆସିଲାଣି, ପ୍ରଶାସନ କିଛି ଦେଖା ହିଁ ନାହିଁ। ଆଉ ଦେଇକି ଦେଖ, ମୁଁ ଆମ ଘର ଡିମିରିପାଳ, ମୁଁ ଡିମିରିପାଳରୁ ଆସିଛି, ମେଡିକାଲ କେସ୍ରେ ଆସିଛି, କିନ୍ତୁ ଡଙ୍ଗା ଆବଶ୍ୟକତା ପଡୁଛି। ଡଙ୍ଗା ଆବଶ୍ୟକତା ପଡୁଛି, ଏପର୍ଯ୍ୟନ୍ତ ହିଁ ମୁଁ ମେଡିକାଲ ଯାଇପାରିନି। ମୋ ମାଆଙ୍କୁ ନେଇକି ମେଡିକାଲ ମୁଁ ଆସିଛି। କଣ କରିବି? ନା ପ୍ରଶାସନ ଆସୁଛନ୍ତି, ନା କେହି କିଛି ମାନେ ଇଏ ଦେହରେ ସାହାଯ୍ୟ ହଉଛନ୍ତି। କିଛି ସାହାଯ୍ୟ ହବାର ନାହିଁ। ଆଉ ଖାଲି ଭୋଟ ବେଳେ ଭୋଟ ନେଇଯିବେ, କଣ ନା ଆମେ ଆମକୁ ଭୋଟ ଦିଅ, ଆମେ ସବୁଥିରେ ତମକୁ ସହାୟ ହବୁ। କିଛି ସହାୟ ନାହିଁ। ଡିମିରିପାଳରୁ ଆସିଛୁ ଏତିକି ପାଣିରେ, ଯେହେତୁ ଡଙ୍ଗାରେ ଆସିଛୁ, ଏଇଠୁ ଡଙ୍ଗାରେ ଯିବୁ, ପୁଣି ଏଠୁ ବସ୍ ସୁବିଧା ବି ନାହିଁ। ବହୁତ ଅସୁବିଧା ହଉଛି। କଣ କରାଯିବ? ଆଉ ପ୍ରଶାସନ ତ ଟିକେ ଆଖି ପକେଇଲେ କି ଆଗକୁ କିଛି ବ୍ରିଜ ଫ୍ରିଜ କି କହିଥିଲେ କି ଘୋଷରାରେ ଗୋଟେ ବ୍ରିଜ କରାଯିବ। ଏପର୍ଯ୍ୟନ୍ତ ମୁଁ ଆଜିକି ଶୁଣି ଆସୁଛି, 8 ବର୍ଷ ହେଇଗଲାଣି। ମୁଁ ଶୁଣିଛି 8 ବର୍ଷ ହେଇଗଲାଣି, ଅନ୍ୟ ଲୋକ ଆଉ କଣ ଶୁଣିଥିବେ। ଆଉ ଏମିତି ହିଁ ସବୁବେଳେ, ସବୁ ବର୍ଷ, ପ୍ରତିବର୍ଷ ଏମିତି ହିଁ ଆମକୁ ଭୋଗିବାକୁ ପଡୁଛି। ଯେ ବନ୍ୟା କିଛି ଡଙ୍ଗା ବ୍ୟବସ୍ଥା କରିନି। ନିଜେ ମୋ ବୋଉଙ୍କୁ ମେଡିକାଲ ନେବି ବୋଲି ନିଜେ ଗୋଟେ ଡଙ୍ଗା ସହିତ ମାନେ ଭଡା କରିକି
ଏବେ ଆସିକି ମୁଁ ଜଷ୍ଟ ପହଞ୍ଚିଛି ଆଉ ବସ୍ ବି ଦେଖା ନାହିଁ। କେତେ ଟଙ୍କା ଦେଇ ଡଙ୍ଗାରେ ଆସିଲେ? ଡଙ୍ଗାକୁ 800 ଟଙ୍କା ଦେଇକି ଆସିଛି। ପ୍ରଶାସନ ତରଫରୁ କିଛି କିଛି ଡଙ୍ଗା ଶୁଳ୍କରେ ଆପଣ ସେ ଶୁଳ୍କ ପାଉନାହାନ୍ତି? କିଛି ଏପର୍ଯ୍ୟନ୍ତ ଟଙ୍କା ଆମକୁ ଦେଇ ଡଙ୍ଗାରେ ଆସିଲେ? ଟଙ୍କା ଦେଇକି ଆମେ ଡଙ୍ଗାରେ ଆସିଛୁ। କଣ ନିବେଦନ କରିବେ ସରକାରଙ୍କୁ? ସରକାରଙ୍କୁ ନିବେଦନ କରୁଛୁ ଯେ କି ବର୍ତ୍ତମାନ ଯୋଉ ପରିସ୍ଥିତି ବନ୍ୟା ପରିସ୍ଥିତି ହଉଛି କିଛିଟା ବି ଏଇ ଯୋଉ ଡିମିରିପାଳ ପଞ୍ଚାୟତ କି ମାନପୁର ଗୋବିନ୍ଦପୁର ଯୋଉ ରାସ୍ତା ରହୁଛି ସେ ସଡ଼କ ଟିକେ ସୁବିଧା କରନ୍ତେ କି ଓଭରବ୍ରିଜ କିଛି କରନ୍ତେ, କିଛି ବି ଗୋଟେ କଲେ କି ଲୋକ ଭଲ ଇଏ ହୁଅନ୍ତେ, ସୁବିଧା ପାଆନ୍ତେ। ଆମ ଯାହା ଭାଇ କହୁଥିଲେ କି ସେ ମଧ୍ୟ ମେଡିକାଲ କେସ ରେ ଆସିଛନ୍ତି ଏବଂ ଡଙ୍ଗାକୁ 70 ରୁ 80 ଟଙ୍କା ଦେଇଛନ୍ତି। ତ ପ୍ରଶାସନ ତରଫରୁ ଡଙ୍ଗାର ମଧ୍ୟ ବ୍ୟବସ୍ଥା ନାହିଁ। ଆମେ ଆଉ ଜଣେ ଆମ ପାଖରେ ମାଉସୀ ଅଛନ୍ତି। ମାଉସୀ କୋଉଠୁ ଆଇଲେ? ଆପଣ ନାଁଟା କଣ କହିବେ? ତ ସୁଲେଖା ଦାସ ଡିମିରିପାଳ। ମୋ ଦେହ ଖରାପ ପଛାଡ଼ି ପଡ଼ିକି ମେଡିକାଲ ଟିକେ ଯିବି ବୋଲି ମୋ ପୁଅ ନେଇପାରୁନାହିଁ। ଡଙ୍ଗା ଏପଟେ ବସ କିଛି ନାହିଁ ଏଠି, ପାଣି ଜୋର। କେମିତି କଣ ଆସିଲେ? ଆମର ଡଙ୍ଗାରେ ଆସିଲୁ, କିନ୍ତୁ ଆମର ଇଏ ହଉଛି ଗୋବିନ୍ଦପୁର ଠାରୁ ଡିମିରିପାଳ ଭୂଇଁପୁର 10ଟା ପଞ୍ଚାୟତ, କିନ୍ତୁ ପଞ୍ଚାୟତରେ କିଛି ସେ ଘୋଷରାରେ ହେଇପାରୁନାହିଁ। ବନ୍ୟା ସମୟରେ ସରକାରଙ୍କ ତରଫରୁ ସୁବିଧାରେ ମେଡିକାଲ ସୁବିଧା ଆପଣଙ୍କୁ ଘରେ ଘରେ ମେଡିକାଲ ସୁବିଧା ଯୋଗାଇ ଦେବା ପାଇଁ ରହିଛି ନିୟମ, କିନ୍ତୁ ଆପଣଙ୍କ ପାଖରେ କୌଣସି ମେଡିକାଲ ସୁବିଧା ପହଞ୍ଚି ନାହିଁ। ପହଞ୍ଚିଥିବ ଯଦି ମେଡିକାଲ ପହଞ୍ଚି ନାହିଁ କି? ହଁ, ଆଉ ଯଦି ପହଞ୍ଚିଥିବ ଆମେ ତ ବାହାରି ଯାଇଛୁ ଘରୁ ମେଡିକାଲ ଯିମୁ ବୋଲି ଯାଇପାରୁନୁ। ଆଜିର କଥା କହିପାରିବୁ ନା। କେମିତି କଣ ଆସିଲେ? ଆଜି ଡଙ୍ଗା ଭଡା ପ୍ରାୟ 100-150 ଟଙ୍କା ଡଙ୍ଗା ନବ। ଆମ ସହିତ ଅଛନ୍ତି ଏବେ ଡଙ୍ଗା ଚାଳକ ଅଛନ୍ତି, ଆମେ କଥା ହେବା ଯେ କି ଧୋୟା 10 ପଞ୍ଚାୟତରେ ଡଙ୍ଗା ନିର୍ଦ୍ଧାରଣ କରୁଛନ୍ତି। ତ ଭାଇ ଆପଣ କଣ ନାଁଟା କହିବେ ଟିକେ? ମୋ ନାଁ ଅଶ୍ୱିନ କୁମାର ସେଠୀ। ଆପଣ ଏବେ ଡଙ୍ଗା ଲୋକଙ୍କୁ ପାରି କରୁଛନ୍ତି, ଧୋୟା ଲୋକଙ୍କୁ କଣ କେତେ ଟଙ୍କା ନଉଛନ୍ତି? ଟଙ୍କା କଣ ଯିଏ ଯାହା ଦେଲେ, ଆଉ ଏଇ ବର୍ତ୍ତମାନ ବିପଦ ସମୟ ସମସ୍ତେ ତ ଅସୁବିଧାରେ ଅଛନ୍ତି। ଆଉ ଯିଏ ଯାହା କିଏ 10, 20, 50 ଯିଏ ଯାହା ଖୁସି ହଉଛି ଦଉଛନ୍ତି। ଆଉ ଯିବା ଆସିବା ତ ଅସମ୍ଭବ ହିସାବରେ ତ କେହି ଆସିପାରିବେନି ନା ଉପର ବାଟେ। ଯାହାହେଲେ ପାଣି ହିସାବରେ ଡଙ୍ଗାଟା ନିହାତି ଆବଶ୍ୟକ। ଆଉ ଡଙ୍ଗାରେ ତ ଆସିବେ ସେମାନେ, ଯାହାହେଲେ କହିଲେ ହିସାବରେ 500 କହିଲେ 500 ଦେବେ, 1000 କହିଲେ 1000 ବି ଦେବେ। କିନ୍ତୁ ସେ ତ ସମ୍ଭବ ନୁହଁ ନା। ଯେତିକି ଯିଏ ଯାହା ପାରୁଛନ୍ତି ଦଉଛନ୍ତି, ଆମେ ବି ଚାଲିଛି ଆଉ କଣ କରିବା। ସରକାରଙ୍କ ତରଫରୁ ଗୋଟେ ଡଙ୍ଗାର ବ୍ୟବସ୍ଥା କରାଯାଇଥାଏ, କିନ୍ତୁ କିଛି ଆମ ଏଠି କିଛି ବ୍ୟବସ୍ଥା ନାହିଁ। କିଏ କିଛି କହିଛି ଡଙ୍ଗା? ନା କେହି ସରକାର କି କେହି କିଛି କହିନାହାନ୍ତି ଯେ ଡଙ୍ଗା ଆପଣ ନେଇ, କିନ୍ତୁ ଆମେ କଣ ଲୋକମାନେ ଅସୁବିଧା ହଉଛନ୍ତି ତାଙ୍କୁ ଏପଟେ ସବୁ ମେଡିକାଲ କେସରେ ଆସୁଛନ୍ତି। ଏଇ ମେଡିକାଲ କେସରେ ଆସିକି ଅଛନ୍ତି, ଏଠି ବସୁଛନ୍ତି। କାହାର ଗ୍ୟାସ ନାହିଁ, ରାସନ ନାହିଁ, ସମସ୍ତେ ଏଇ ପାଇଁ ଆସୁଛନ୍ତି। ତାଙ୍କୁ ନେଇକି ଆସିବାକୁ ପଡୁଛି ଆମକୁ। ଆଉ ସରକାର କୋଉଠି କିଏ କଣ ଦଉଛନ୍ତି ନା ଆମେ କଣ ସରକାର କିଛି ପାଉଛୁ? କିଛି ନାହିଁ। ଦେଖନ୍ତୁ ବନ୍ୟା ଆସିଲେ ଯେମିତି ଧୋୟାବାସୀଙ୍କର ଦୁଃଖ ପଡେ, ଏଠି ସରକାର ବଦଳେ କିନ୍ତୁ ବନ୍ୟା ଧୋୟା ଲୋକଙ୍କର କେବେ ଦୁଃଖ ବଦଳେନି। ଆପଣ ଧୋୟାର 10 ପଞ୍ଚାୟତ କୁହନ୍ତୁ କି ପଦିନପାଳ କୁହନ୍ତୁ କି ଆଳି ବ୍ଲକର ବିଭିନ୍ନ ଗାଁ କୁହନ୍ତୁ, ରିଙ୍ଗ ନନ୍ଦରେ ଯାଉଥିବା ଏମାନେ ଏବେ ବନ୍ୟା ଘେରରେ ଅଛନ୍ତି ଏବଂ ପ୍ରଶାସନ ତରଫରୁ ଯାହା ଦୁଃଖ ଏବଂ ପରିତାପର ବିଷୟ, ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ ଦେଖା ନାହିଁ। ଆପଣ ଯେ କି ପଶୁ ପକ୍ଷୀ କୁହନ୍ତୁ, ଗୋରୁ ମାନଙ୍କ କୁହନ୍ତୁ ଏବଂ ଅନ୍ୟାନ୍ୟ ଯୋଉମାନେ ଅଛନ୍ତି ପ୍ରାଣୀଜ ସମ୍ପଦ, ସେମାନଙ୍କ ପାଇଁ କୌଣସି ମଧ୍ୟ ଖାଦ୍ୟ ସାମଗ୍ରୀର ମଧ୍ୟ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଏନି। ଯେମିତି ଆପଣ ଗୋରୁ ଗାଈଙ୍କୁ ମଧ୍ୟ ଦେଖୁଥିବେ, ସେମାନଙ୍କ ତରଫରୁ କୌଣସି ପ୍ରଶାସନ ତରଫରୁ ସୁବିଧା ସୁଯୋଗ ଦିଆଯାଏ ନାହିଁ। ଲୋକମାନେ ଏବେ ମଧ୍ୟ ଜଳବନ୍ଦୀ ଅଛନ୍ତି। ତ ଏ ବାବଦରେ ଆମେ ଆପଣଙ୍କୁ ପ୍ରତିକ୍ରିୟା ଶୁଣଉଥିଲୁ। ତ ଆଗକୁ ଦେଖିବାକୁ ବାକି ରହିଲା ପ୍ରଶାସନ ଏହା ଉପରେ କେତେ ଗୁରୁତ୍ୱ ଦେଇ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଉଛି ତାହା ଉପରେ ନଜର ରହିବ। ଆଳିରୁ ସମ୍ବିତ ନାୟକ ରିପୋର୍ଟ, ବଡ ଖବର।